ଏମିତି କ'ଣ ହେଲା ଯେ କାଠରେ ଚକା ଉଠାଇବାକୁ ପଡ଼ିଲା? ତ ହାଏ ଗାଇସ୍, ଜୟ ଜଗନ୍ନାଥ। ଜେକେ କମ୍ପାନୀରୁ କାଠ ଲୋଡ୍ ନେବା ପାଇଁ ସାର୍ଙ୍କର କଲ୍ ଆସିଥିଲା। ସେଥିପାଇଁ ସକାଳୁ ଉଠି ଖାଲି ଗାଡ଼ି ଧରି ବାହାରି ପଡ଼ିଲି। ଯିବା ସମୟରେ ଟ୍ରଲି ଚକାର ଚେକ୍ ନଟ୍ ଲୁଜ୍ ଅଛି ବୋଲି ଜଣା ପଡ଼ିଲା। ସେଥିପାଇଁ ଗାଡ଼ି ରଖି ଚକା ଉଠାଇବା ପାଇଁ ଜାକି ତ ପାଖରେ ନାହିଁ ବୋଲି କାଠ ଆଣି ଟ୍ରଲିରେ ଦେଇଦେବାରୁ ଚକା ଉଠିଗଲା। ଚକା ଉଠିଯିବାରୁ ଚେକ୍ ନଟ୍କୁ ଭଲ ଭାବରେ ଟାଇଟ୍ କରିଦେବାରୁ ଆଗ ପରି ଆଉ ଚକା ହଲିଲା ନାହିଁ। ତାପରେ କାମ କମ୍ପ୍ଲିଟ୍ କରି ଏମିତି ଡ୍ରାଇଭ୍ କରି ପହଞ୍ଚିଗଲି ପରଡ଼ିଗୁଡ଼ା। କାହିଁକି କହିଲେ ଏହି ଗାଁର ଫିଲ୍ଡରେ ହିଁ କାଠ ଲୋଡ୍ ହବ ବୋଲି। ହେଲେ କୋଉ ଫିଲ୍ଡରେ କାଠ ଲୋଡ୍ ହବ ବାଟ ଜାଣି ନ ପାରି କଲ୍ କରି ଏ ବିଲ ରାସ୍ତା ଦେଇ ପହଞ୍ଚିଗଲି ଫିଲ୍ଡରେ। ଫିଲ୍ଡରେ ପହଞ୍ଚି କେତେ ଟିମର ମାଲ ଏମିତି ଲୋଡିଂ କରି ସିଫ୍ଟିଂ କରୁ କରୁ ଘଣ୍ଟେ ବାଜି ଆସିଲା। ଆଉ ଭୋକ ବି ଲାଗୁଥିଲା। ଦେନ୍ କେତେ ସମୟ ଗଲା ପରେ ଖାଇବା ବି ଆସିଗଲା। ଖାଇବା ଆସିଯିବାରୁ ଫିଲ୍ଡରେ ଖାଇଦେଇ ପୁଣି କାମ ଆରମ୍ଭ କରିଦେଲୁ। ବଡ଼ ଗାଡ଼ି ପାଇଁ ସିଫ୍ଟିଂ ସରେଇ ଦେଇ ଆମ ଗାଡ଼ିରେ ଏବେ ଲୋଡିଂ ହେଉଛି ଜେକେ କମ୍ପାନୀକୁ ନେବା ପାଇଁ। ସାର୍ ହେଉଛନ୍ତି ଫିଲ୍ଡର ମାଲିକ। ସାର୍ ଟିଚର ଦାୟିତ୍ୱ ନେବା ସହ ଗୋଟିଏ ବିଜନେସମ୍ୟାନ୍ ବି କହିଲେ ଚଳେ। ଏମିତି ଏ ଭାଇମାନଙ୍କ ମେହନତରେ ଲୋଡ୍ କରୁ କରୁ ଲୋଡ୍ ବି କମ୍ପ୍ଲିଟ୍ ହୋଇଗଲା। ଲୋଡ୍ କମ୍ପ୍ଲିଟ୍ ହୋଇଯିବାରୁ ରସି ଭିଡ଼ି ଦେଇ ଫିଲ୍ଡରୁ ବାହାରକୁ କାଢ଼ିଦେଲି। ତାପରେ ଲୋଡ୍ ଗାଡ଼ି ଜନତପୁରରେ ରଖିଦେଇ କାମ ବ୍ୟସ୍ତରେ ଗାଧୋଇବାକୁ ସମୟ ମିଳିନଥିଲା ବୋଲି ବାଟରେ ଗାଧୋଇ ଦେଇ ଘରକୁ ପଳେଇଗଲି। ଦେନ୍ ସକାଳୁ ଉଠି ବାଇକ୍ରେ ବଡ଼ ଭାଇ ସହିତ ବାହାରି ପଡ଼ିଲୁ। ଭାଇ ତ ବସ୍ ଡ୍ରାଇଭ୍ କରିଗଲା। ମୁଁ ଟ୍ରାକ୍ଟର ଧରି ବାହାରି ପଡ଼ିଲି ଜେକେ କମ୍ପାନୀକୁ ଯିବା ପାଇଁ। ଗତକାଲି ଲୋଡ୍ ହୋଇଥିବା କାଠ ଆଜି ନେବାକୁ ପଡ଼ୁଛି। କାହିଁକି କହିଲେ ଆଜିରୁ କମ୍ପାନୀକୁ ନେଉଥିବା କାଠ ରେଣ୍ଟ ହିଁ କିଛି ଅଲଗା ବୋଲି। ଏମିତି ଧୀରେ ଡ୍ରାଇଭ୍ କରି ପହଞ୍ଚିଗଲି ଶିକର ପାଇଁ। ଶିକର ପାଇଁରେ ପହଞ୍ଚି ଜଳଖିଆ କରିଦେଇ ପୁଣି ଲୋଡ୍ ଗାଡ଼ି ଧରି ଡ୍ରାଇଭ୍ କରି ଜେକେ କମ୍ପାନୀରେ ପହଞ୍ଚି ୱାଇଟ୍ ବ୍ରିଜରେ ଲୋଡ୍ ଗାଡ଼ି ୱେଟ୍ କରିଦେଇ ଭିତର ପାର୍କିଂରେ ଲୋଡ୍ ଗାଡ଼ି ପାର୍କିଂ କରିଦେଲି। ଆଉ ଇଆଡ଼େ ଦେଖିପାରୁଥିବ ଟ୍ରକ୍ର ସବୁ କାଠ ଷ୍ଟକ୍ କରାଯାଉଛି। ରେଷ୍ଟ ହାଉସ୍ରେ କେତେ ସମୟ ଅପେକ୍ଷା କଲା ପରେ କାଠ ଅନଲୋଡ଼ିଂ ପାଇଁ ପରମିଶନ ଆସିଯିବାରୁ କାଠ ଅନଲୋଡ଼ିଂ ପାଇଁ ଗାଡ଼ି ଲଗାଇ ଦେଇଗଲି। ଅନଲୋଡ଼ିଂ ପଏଣ୍ଟରେ ଗାଡ଼ି ଲଗାଇ ଦେବାରୁ କାଠ ବି ଅନଲୋଡ଼ ହୋଇଗଲା। ଫାଇନାଲି କାଠ ଅନଲୋଡ଼ ହୋଇଯିବାରୁ ଖାଲି ଗାଡ଼ି ଧରି ବାହାରି ପଡ଼ିଲି ଘରକୁ। ଯିବା ସମୟରେ ତ ଭାଇ ରାସ୍ତାର ଧୂଳି ଯୋଉ ପ୍ରକାର ଉଡ଼ି ଆସୁଥିଲା ମୁହଁକୁ ଚଷମା ଲଗାଇ ହୋଇ ଡ୍ରାଇଭ୍ କରିବାକୁ ବାଧ୍ୟ ହେଲି। ଏମିତି କେତେ ଦୂର ଡ୍ରାଇଭ୍ କରି ଗଲା ପରେ ତ ଭାଇ ନିଦକୁ ଆଖି ବନ୍ଦ ହୋଇଯାଉଥିଲା। ସେଥିପାଇଁ ରାସ୍ତା ସାଇଡରେ ଗାଡ଼ି ରଖି 5-10 ମିନିଟ୍ ରେଷ୍ଟ ନେଇ ପାଣି ପିଇ ଦେଇ ମୁହଁ ଧୋଇ ବାହାରି ପଡ଼ିଲି ଘରକୁ। ରହିଲି। ଜୟ ଜଗନ୍ନାଥ।